ଆମର ଫୁଲଫିଲ୍ ହେଉଛି କି ନାହିଁ ସେଇଟାକୁ ଆମେ ନିଜେ ତର୍ଜମା କରିଦେଉଛୁ। ସେଇଟା ହେଉଛି ପ୍ରଥମ କଥା ଯେ ଆମେ କେତେ ରେକ୍ଟିଫାଇ ହେଉଛୁ ଏବଂ ଅନ୍ୟମାନଙ୍କୁ ରେକ୍ଟିଫାଇ କରିବା ପାଇଁ କ'ଣ କ'ଣ ସବୁ ଷ୍ଟେପ୍ ନେଉଛୁ ସେଇଟା ମାନେ ଆତ୍ମସମୀକ୍ଷା କରିବାର ଫାଷ୍ଟ ଆବଶ୍ୟକତା ରହିଛି। ଏବଂ ପ୍ରତିଶୁଦ୍ଧ ଭାବରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ଯେ ଅରୁଣ ତରୁଣ ସାହିତ୍ୟ ଅନୁଷ୍ଠାନ ଯେଉଁ ପଦକ୍ଷେପ ନେଇଛି ତାକୁ ପପୁଲାରାଇଜ୍ କରିବାକୁ ପଡ଼ିବ, ମାନେ ଲୋକପ୍ରିୟ କରିବାକୁ ପଡ଼ିବ। କେମିତି ଲୋକପ୍ରିୟ ହୋଇପାରିବ? ମୋ ମତରେ ଆମେ ଯେଉଁମାନେ ଏଠି ଉପସ୍ଥିତ ରହୁଛୁ ଆମ ଲେଖାଟା ଅନ୍ୟମାନଙ୍କ ଲେଖାଠାରୁ ଗୋଟେ ଉନ୍ନତ ଏବଂ ବିକଳ୍ପ ଲେଖା ହେଇଥିବ, ତାହେଲେ ଯାଇକରି ଆମେ କହିପାରିବା ଯେ ଅରୁଣ ତରୁଣର ଯେଉଁ କାର୍ଯ୍ୟକ୍ରମ ସେଠି ଆମେ ଯୋଗ ଦେଇକରି ଆମେ ଏମିତି ବିକଳ୍ପ ସାହିତ୍ୟ ସୃଷ୍ଟି କରିପାରୁଛୁ, ତାହେଲେ ଅନ୍ୟମାନେ ସେଥିରେ ଆକର୍ଷିତ ହେବେ। ଆଜିର ଯେଉଁ ଗପ କବିତା ଯେଉଁ ପଢ଼ା ହେଲା ତା ସମ୍ପର୍କରେ ମୋର ଅବଜର୍ଭେସନ୍ ହେଉଛି କବିରାଙ୍କର ଗପର ଖାଲି ଗୋଟେ ଇନସିଡେଣ୍ଟ ହେଇଗଲା, କାହାଣୀ ନୁହେଁ। ଗପର କ'ଣ ମନସ୍ତତ୍ଵ ରହିଛି, ଗପଟା କ'ଣ ଇନସିଡେଣ୍ଟଟା ମୁଁ ନେରେଟ୍ କରିଦେଲି। ମୁଁ ଟ୍ରେନ୍ରେ ଗଲି, ଏ କଥା ଦେଖିଲି କି ଅମୁକ ହେଲା, ତା ସୁନା ଚଢ଼ି ଆସିଲା, ସେ ସୁନା ଚଢ଼ି ଦେଲା, এটা ଗପ ନୁହେଁ। ଗପ ସେମିତି ହୁଏନି, ତାର କଳାତ୍ମକ ଦିଗ ରହିଛି। ସେ କଳାତ୍ମକ ଦିଗଟା କେମିତି ପରିସ୍ଫୁଟନ କରିବା ଦରକାର, ସେଇଟା ହେଉଛି ଗପର ହେଉଛି ଆଙ୍ଗିକ ଏବଂ ଆତ୍ମିକ ଦିଗ, এইটাକୁ ଦେଖିବା ଦରକାର। ଏଇଟା ନ୍ୟୁ ଥିଙ୍କିଂ ନୁହେଁ। ଏଇଟା ଜଣେ ସୁନାଚେନ ପାଇଲା, ଦେଇଦେଲା, ସେ ତାକୁ ପଇସା ସେ ଦେଉଥିଲା, ଇଏ କହିଲା ନା ମୁଁ ପଇସା ନେବି ନାହିଁ, ମୋ ଡ୍ୟୁଟି ମୁଁ କଲି। ନ୍ୟୁ କଥା କ'ଣ? ହ୍ୱାଟ୍ ଇଜ୍ ନ୍ୟୁ? ମୁଁ ଗୋଟେ କଥା କହିବି, ସେଠି ହ୍ୱାଟ୍ ଇଜ୍ ନ୍ୟୁ, ସେଥିରେ କ'ଣ ରହିବା କଥା? ସିଏ ସୁନା ଚୁଡ଼ିଟା ପାଇଲା ପରେ ସିଏ ରିଥିଙ୍କ୍ କଲା କି ଯେ ଏଇଟା ମୁଁ ମୋ ଝିଅ ପାଇଁ ନେଇଯିବି, ବା ମୋ ସ୍ତ୍ରୀକୁ ମୁଁ କହିବି ମୁଁ ଆଜି ଏଇଟା ନେଇ ଆସିଛି, ବା ଏଇଟା ମୁଁ ତାକୁ ଦେଇଦେଲେ ମୁଁ ତାକୁ କାଲି ବାହା କିଛି ଶୁଣିବି, ମୁଁ କ'ଣ କରିବି? ତା ଭିତରେ ଯେଉଁ କଣ୍ଟ୍ରାଡ଼ିକ୍ସନ୍, ସେ କଣ୍ଟ୍ରାଡ଼ିକ୍ସନ୍ଟା କାହିଁ ଲୋକଙ୍କୁ ସିଧା ସର୍ପଟ କହିଦେଲା ଯେ ମୁଁ ଯାଉଛି, ଆଉ ପଛକୁ ଡାକିଲା ସେ ଧାଇକି ପଳେଇ ଯାଉଛି। ସେକେଣ୍ଡ କଥା, ଆମେ ହୋଟେଲକୁ ଯେତେବେଳେ ଖାଇବାକୁ ଯାଉଛୁ, କାହାର ଚାଳିଆ ହୋଟେଲ ହେଉ କିମ୍ବା ଷ୍ଟାର ହୋଟେଲ ହେଉ, ସେଥିରେ ଫୁଡ୍ ସପ୍ଲାୟରଟା ସେ ମୁଣ୍ଡରେ କେବଳ ଲଗାଉଛି, ତା ଡ୍ରେସ୍ କୋଡ଼୍କୁ ମେଣ୍ଟେନ୍ କରୁଛି। ତାକୁ ଅସନା କହିଦେବା ଯେ ଅସନା ଲୋକମାନେ ଖାଦ୍ୟ ବିକ୍ରି କରନ୍ତି, এইটা এই সেন্সটা জনে কেହି ନ ବୁଝୁ। ତା ଭିତରେ ସେ ଚିକଣ ହେଇକି ଆସିଛି, ତା ଭିତରେ ତାର ଦୁଃଖ ଆଉ ଦାରିଦ୍ର୍ୟ ରହିଛି, କିନ୍ତୁ ତା ଭିତରେ ସେ ଲୋକଙ୍କୁ ହସି ହସି ମଜେଇକିରି ସେ ତା ଜିନିଷଟାକୁ ସେଲ୍ କରିବାକୁ ଚାହୁଁଛି। ଏହି କଥାଟା ଗପ ଭିତରେ ଆସିବାକୁ ଆଉ ପରବର୍ତ୍ତୀ ସମୟରେ କ'ଣ ଆସି ମୁଁ କହିଦେବି। ଗପଟା ତାର ଲେନଦେନ ହେବ। এটা তো শিশু গল্প নয়, সমস্তে କହିଛନ୍ତି ଶିଶୁ ଉପରେ ରିଲ୍ ନୁହେଁ ବା କିଶୋର ଗଳ୍ପ ନୁହେଁ, এটা ବଡ଼ମାନଙ୍କ ପାଇଁ ଗଳ୍ପ। କିନ୍ତୁ ଗପର ଷ୍ଟ୍ରେନ୍ଥେନ୍ ହେବା ପାଇଁ ସେ ଯେଉଁ ପାଦ ଉପରେ ଛିଡ଼ା ହେବ, ସେ ପାଦର ତାର ଆଙ୍ଗିକ ଓ ଆତ୍ମିକ ଏ ଦିଗ ଷ୍ଟ୍ରଙ୍ଗ ହେବା ଦରକାର। ତାପରେ ହେଉଛି କବିତାର କବିତା। ପିଲାଟା ପକ୍ଷୀ ଦେଖିଲା, ସାମଗ୍ରିକ ଭାବରେ ପକ୍ଷୀ କାହିଁ କହୁନ, ସେଇଟା କାଉ କହୁନ, ପକ୍ଷୀ କାହିଁ? ପକ୍ଷୀ କହିଲେ ତା ଆଗରେ ସେ ଯାହା ଆସିଲା କୁକୁଡ଼ା କହି ସେ ପକ୍ଷୀ କହିବ, ମୟୂରକୁ ବି ପକ୍ଷୀ କହିବ, ବା ସେ ବତକ ରହିଥିଲା ପକ୍ଷୀ କହିବ। ତ
तो स्पेसिफिक पिलाटाକୁ ଆମେ ଜଣେଇବା कि बतक उपरे जणेबा हंस उपरे जणेबा कि मराल उपरे जणेबा कौ गोटे स्पेसिफिक पक्षी उपरे बार्ड उपरे चढ़ई उपरे आम जनइबू से अनुसार कविताटा फेरु आरम्भ सी कौन करे कौन खाए कौन तार रुचि आम रुचि कौन तार रुचि कौन सी केमती उड़े आम कहीं आम सेमती उड़ी पार्न उड़ा जहाज नौ इत्यादि इत्यादि आम तार गोटे डेस्क्रिप्शनटा कवितार बढ़ी देवा दरकार मैडम कविता संपर्क कहते आमर प्रतिभा सर मुझे सब जाऊनी तापर हूँ स्वर्णर कविता बसंत आसला बसंत सब आसे बसंत आसब किंतु ए वर्षर बसंत मो कवितार आसला बेले से कौ ढंगरे आसला गत वर्ष ढंगरे न आसिक ए वर्ष कौ ढंगरे आसला से कथाटा कहवा दरकार तार गोटे डिफरेन्स रहा दरकार सी बसंत संपर्क फगुण संपर्क बहुत कविता लिखाई ओडिया साहित्य बहुत लेखा सी कालिदास को आरंभ करी माने आजर जुगर बहुत लेखाई किंतु ये फगुणटा केमती आसला मो जीवन मुझे कौ बयस कमी देखुची मु युवा बयस कौन देखुली आते बार्धक बयस फगुणटा केमती देखुची से थिंकिंगटा कवितार रहा तापर हूँ मैडम रंजिता मैडम कविता संपर्क तो मैंने कहते आप शिशु मान संपर्क माने मिशुंट किंतु शिशु मनस्तत्व को आउ टे अध्ययन करने आवश्यकता जमी आप कहते जे छंद फंद किंतु कहते आप लिरिक्टा को छोट छोट कर नट लंबा पिलाटी छोट शब्द से कहला बिले वर्षा जीव पड़े सी मन रख आम जदि सेन्टेन्सटा बड़ करदे ताहले सी माने हृदय ग्राही होना सी बुझीपार अंडरस्टैंडिंग पावरटा गोटे पिलार अंडरस्टैंडिंग पावरटा केतेटा वार्ड भितर सीमाबद्ध था लंबा ही गले बुझे तेणु आप सफ्ट सफ्ट करते छंदटा को सान भाई कविता गुलो मुझे देखुली बहुत स्पेलिंग मिस्टेक अच्छे बहुत हाँ बहुत स्पेलिंग सुविधा पाखु आरम्भ कर बहुत स्पेलिंग धीरे इत्यादि इत्यादि बहुत स्पेलिंग मिस्टेक अच्छी ये जो छपर कथा कहले मु छपर कथा कहीं कह से कोठाघर पिलाटा जो स्वप्न देखुची सी कहीं कोठाघर स्वप्न देखी छपर घर स्वप्न देख मुझे छपर घर मो भल हो पाए मो पुओ छपर घर भल नुह मो बापा धोती पंजाबी पिंधुले मुझे धोती पंजाबी पिंधुना मो पुओ झी आउ सी ड्रेस पिंधुना सी हाफ पिंधले कि चिरा कटा कटा इत्यादि पिंधले चेंजेस हो मो पुओ मो झी माटी घरे झुटी घर रखा घरे रहा किचेन घरे आम जो किचेन करुचु किचेन घर तैयारी कला आम घर जी किचेन रे बाथरूम ताठू अधिका पैसा खर्च कर आपन भी घर कर बाथरूम रे किचेन रूम रे अधिका पैसा खर्च करते कहीं से हाइजेनिक हवा दरकार इत्यादि इत्यादि हवा दरकार तार सरंजाम रहा दरकार मो बेडरूमटा बर खाली खटर गोटे पड़ था किंतु मोर किचेन रूम एवं टॉयलेट रूम ये दुटा सैनिटरी इफेक्ट होगा दरकार तेणु आज पिला सी चाल घर रहा चाहिए ना ताकू चाल घर जिते ग्लोरीयस तार जिते ग्लोरी ताकू आपण करती सी स्वप्न देखिबो जे उत्कल हाइट्स से 60 महलार घर रही
ତେଣୁ ଆମେ ଯୁଗକୁ ସାହିତ୍ୟଟା ଯୋଗାଶ୍ରୟୀ, ସାହିତ୍ୟକୁ ଯୁଗ ଅନୁସାରେ ସାହିତ୍ୟକୁ ଆମକୁ ନେବାକୁ ପଡ଼ିବ। ତେଣୁ ଯୋଗାଶ୍ରୟୀ ଯଦି ସାହିତ୍ୟ ନ ହେବ ତାହେଲେ ସାହିତ୍ୟ ଆଗକୁ ଯାଇପାରିବ ନା। ମୁଁ କହିସାରେ ଡିଫେନ୍ସ ରହିବ, ହ୍ୟୁଜ୍ ଡିଫେନ୍ସ ରହିବ। ମୁଁ ଯେଉଁଟା କହିଲେ ମୁଁ ଆବସଲ୍ୟୁଟ୍ ନୁହେଁ, ମୁଁ ଯାହା କହିଲି ଠିକ୍ ସବୁ 100% ଇଏ ନୁହେଁ, ଏଇଟା ଡିଫେନ୍ସ ରହିବ। ତାପରେ ଲାଷ୍ଟ ହେଉଛି ପ୍ରିନ୍ସିପାଲ୍ ମ୍ୟାଡ଼ାମ୍ ଯେଉଁ ଦୁଃଖଦ କହିଲେ ସେ ତ ଏଜିଜୁଆଲ୍, ମୃତ୍ୟୁ ହେଉଛି ସତ୍ୟ, ପୂର୍ବ ମୃତ୍ୟୁ, ତାକୁ କେହି ଅଟକି ପାରିବେନି। ଆମେ ଏଇଠି ଅଛୁ, ଘରକୁ ପହଞ୍ଚିବୁ କି ନାହିଁ ତାକି ସେଥିରେ ଆମେ ତେଣୁ ସତ୍ୟଟାକୁ ଆମେ ଇମୋସନାଲ୍ ନେଇକି ହେବ। ମୃତ୍ୟୁକୁ କାହିଁ ଆମେ ଜୟ କରିବା, ମୃତ୍ୟୁକୁ ଜୟ କରିବା ହେଉଛି ଆମର ଧର୍ମ। ତେଣୁ ମୃତ୍ୟୁକୁ ଜୟର ମାନେ କିଛି ପଙ୍କ୍ତି ତା ଭିତରେ ରହିବା ଦରକାର। ମୃତ୍ୟୁ